श्रीमद्भागवत प्रथम स्कंध सप्तम अध्याय। शौनक उवाच। व्यासंकु छाड़ी गंगा कूले नारद गले जेते बेले चित्ते संशय जेते थिला नारद वाक्ये दूर गला से सर्वगुणे अधिकारी नारद वाक्य चिते धरी पुणी की कले पुण्य देहा कह आम्भंकु जे वेदया हेमंत मुनिंक प्रसन्ने कृष्ण महिमा गुणी मने। श्रीसुत उवाच। सुत कहन्ति तोषचिते मुनिजनङ्कराग्रते सेन से ब्रह्म नदीर पश्चिमे आश्रम सम्या प्रासनामे जहि अशेष मुनिजन एणु अनेक यज्ञ स्थान मध्ये बदरीवन नाम व्यासंक नियत आश्रम सेवने सरस्वती जले स्नान सारी प्रातः काले कृष्ण महिमा चिंती मने मुनि बसिले जोग ध्याने निर्मल मने ध्यान करी तक्षणे प्रभु नरहरि माया संजोगे हेले दृश्य जे पूर्वे पुराण पुरुष जे माया त्रिगुणे जडित अज्ञाने जीव मोहग्रस्त असत्य सत्य प्राये मणे आत्मार गति न प्रमाणे ताहाकु उद्धरिबा अर्थे श्रीकृष्ण भक्ति जोग पथे रचिले भागवत वाणी ए जीव तरे जाहा शुणी भक्ति कले कृष्ण पादे न पड़े लोक मोहवादे संहिता करी हरिवाणी शोधन करी ताकु पुणी स्वभावे ताकु निज सुते हरसे देले भागवते बशेष गोविंद प्रसन्ने माया न लागे जार मने हेमंत सत्य वाक्य शुणी मुनि सकले मने गुणी मन संशये खेद वही कहन्ति सुत मुख चाहि। शौनक उवाच। माया न लागे जार चित्ते की प्रयोजन तार ग्रंथे सुख स्वभावे आत्मा राम ताहार ग्रंथे किंपाश्रम ताहार अर्थे व्यास सुत अभ्यास कले भागवत निर्लेप जोगी से जगते संशय लागे आम्भ चित्ते शुणी संशय मुनि कथा कहन्ति सुत ब्रह्मवेता। श्रीसुत उवाच। स्वभावे मुनिंकर चित्त ग्रंथरे नुहि ग्रंथित तथापि अकिंचनपणे भजन्ति गोविंद चरणे जेणु सकल भूते हरि परमानंद रूपे पुरी तेणु भक्ति जे अतिरेक कहन्ति एक कुआरेक से शुक मुनि शुद्ध चेता नित्ये अभ्यास कृष्ण कथा भकत कर पुण्य अर्थे ताहांक जन्म ए जगते एबे हो शुण विप्रजने हरिचरित सावधाने भकत परीक्षित कथा पंडित नयंक व्यवस्था कुरु पांडव युद्ध अर्थे वीरे मिलिले वीरपथे भीमर गदाघात बाजी दुर्योधनर जानु भाजी पलाई गला प्राण डरे पशिला व्यास सरोवरे हेमंते होइला रजनी भये मिलई कुरुमणि कांदई जीवन विकले द्रोणनंदन देखी डोळे
କହଇ ରାଜା ମୁଖ ଚାହିଁ ମୋତେ ଯେ ନବରିଲୁ ତୁହି। ଯୁଦ୍ଧେ ସକଳ ବୀର ମାରି ଏ ଭୂମି ଅପାଣ୍ଡବା କରି। ତୋତେ ବସାନ୍ତି ରାଜକୂଳେ ଅଖଣ୍ଡ ଅବନୀ ମଣ୍ଡଳେ। ଶୁଣି କହଇ ନୃପବର ଏବେ ତୁ ଅପାଣ୍ଡବା କର। ଏବେ ବରିଲି ସେନାପତି ଫେଡ଼ ତୁ ମୋହର ଦୁର୍ଗତି। ଏମନ୍ତ କହି ଅନ୍ଧବଳା ତାହାର ହସ୍ତେ ଜଳ ଦେଲା। ଦ୍ରୋଣ କୁମର ବେଗେ ଉଠି ଧନୁକୁ ଧରି ଦୃଢ଼ ମୁଷ୍ଟି। ମନ୍ତ୍ରୀଣ ନାରାଚ ପେଶିଲା ପାଣ୍ଡବ ଗୃହେ ସେ ପଡ଼ିଲା। ଦ୍ରୌପଦୀ ପଞ୍ଚ ସୁକୁମାରେ ଶୋଇ ଯେ ଥିଲେ ଅନ୍ତପୁରେ। ପଡ଼ି କାଟିଲା ତାଙ୍କ ଶିର ଶବଦ କଲା ମହାଘୋର। ଶୁଣି କମ୍ପିଲେ ଦିଗପାଳ ପୂରିଲା ଭୂମି ଅନ୍ତରାଳ। ଅତି ଅନୀତି କର୍ମ କଲା ବିଧାତା ବଳେ ଦ୍ରୋଣ ବଳା। ଦ୍ରୌପଦୀ ଶୟନ ଉପେକ୍ଷି ପୁତ୍ର ମରଣ ଦେଖି ଦୁଃଖୀ। ବିକଳେ କରଇ ରୋଦନ ତା ପାଶେ ଥିଲା ଯେ ଅର୍ଜୁନ। ଅନେକ ଶାନ୍ତ ବାକ୍ୟ କହି କହେ ଦ୍ରୌପଦୀ ମୁଖ ଚାହିଁ। ଦ୍ରୋଣ କୁମର ଶିର ବାଣେ କାଟି ସ୍ଥାପିବି ତୋ ଚରଣେ। ତେବେ ହରିବି ତୋର ଶୋକ ତୁ ଏବେ ସ୍ଥିର ଚିତ୍ତେ ଦେଖ। ଏମନ୍ତେ ମଧୁର ବଚନେ ଶାନ୍ତି କରାଇ ତାର ମନେ। ଯାର ସାରଥି ଭଗବାନ କେତାରେ କରେ ଅପମାନ। ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପିଧ୍ୱଜ ରଥେ। ବେଗେ ଧାଇଁଲା ସଜ ହୋଇ ଦେବେ ଗଗନେ ଛନ୍ତି ଚାହିଁ। ଅର୍ଜୁନ ଦେଖି ଦ୍ରୋଣ ବଳା କାତରେ ହୃଦୟ କମ୍ପିଲା। ବେଗେ ପଳାଇ ଭୂମି ଗତେ ପଶିଲା ଗହନ ବନସ୍ତେ। ପଶି ପଳାଏ ଘୋର ବନେ ଅନ୍ଧକ ରୁଦ୍ର ଡରେ ଯେହ୍ନେ। କାତରେ ଚାରିଦିଗ ଚାହିଁ ତାର ରକ୍ଷକ ଅଛି କାହିଁ। ତକ୍ଷଣେ ଜଳେ ସ୍ନାନ କରି ବ୍ରହ୍ମ ଅସ୍ତ୍ରକୁ ଯେ ସୁମରି। ସଂହାର ନ ଜାଣି ତାହାରେ ପେଶିଲା ଅର୍ଜୁନ ଉପରେ। ସ୍ୱଭାବେ ବ୍ରହ୍ମରାଶି ନାମ ବୀର ଯେ ତେଜେର ବିଷମ। ତାର ପ୍ରଚଣ୍ଡ ରୂପ ଚାହିଁ କମ୍ପଇ ଅର୍ଜୁନର ଦେହି। ଶସ୍ତ୍ରର ତେଜେ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା। ପଡ଼ି ଅଭୟ ପାଦ ତଳେ କହଇ ଜୀବନ ବିକଳେ। ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ଶରଣ ଜନକ ସୋଦର। ସଂସାର ଦୁର୍ଜନ ଦହନ ଭୟ କରନ୍ତି ତୋତେ ଜନ। ଯାହାକୁ ଦେଇ ମୋକ୍ଷ ଗତି ଅଭୟ ବ୍ରହ୍ମେ ସେ ପଶନ୍ତି। ଆଦି ପୁରୁଷ ନିରଞ୍ଜନ ପ୍ରକୃତି ପରେ ତୁ କାରଣ। ଏ ଜୀବ ଲୋକେ ତୋର ମାୟା ତୁଟଇ ଯାରେ କରୁ ଦୟା। ଏ ଯେ ତୋହର ଅବତାର ଖଣ୍ଡିବ ଅବନୀର ଭାର। ତୋରେ ଶରଣ ଯେ ପଶଇ ସଂସାର ତାକୁ ନ ଲାଗଇ। ଏଣୁ ତୋହର ଗତି ମୁହିଁ ତୋ ମାୟା ବଳେ ନ ଜାଣଇ। ଏ ଯେ ଧାମଇ ବ୍ରହ୍ମଶର ତେଜେ ଆଚ୍ଛାଦି ତିନି ପୁର। ସ୍ୱଭାବେ ପ୍ରଚଣ୍ଡ ଦାରୁଣ ଦେଖି କମ୍ପଇ ମୋର ପ୍ରାଣ। କହ କି କରିବି ଗୋସାଇଁ ତୋ ବିନୁ ଅନ୍ୟ ଗତି ନାହିଁ। ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମରାଶି। ଶ୍ରୀ ଭଗବାନୁବାଚ
ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା। ମନ୍ତ୍ର ନ ଜାଣଇ ସଂହାରେ ବେଗେ ପଶିଲା ପ୍ରାଣ ଡରେ। ଏହା ନିବାରେ ଶସ୍ତ୍ର ନାହିଁ କେହି ନ ଜାଣେ ଦେହ ବହି। ତୁ ଯେ ସକଳ ମନ୍ତ୍ର ଜାଣୁ ଚଞ୍ଚଳ ଚିତ୍ତେ ନ ପ୍ରମାଣୁ। ଶ୍ରୀସୁତ ଉବାଚ ଶୁଣି ଗୋବିନ୍ଦ ମୁଖୁ ବାଣୀ ଅର୍ଜୁନ ମନେ ମନେ ଗୁଣି। ତକ୍ଷଣେ ଆଚମନ ସାରି ମନେ ସୁମରି ନରହରି। ଦ୍ରୋଣଙ୍କ ତହୁଁ ଅଛି ଜାଣି ଭାବେ କହିଲେ ଚକ୍ରପାଣି। ବ୍ରହ୍ମଶରକୁ ବ୍ରହ୍ମଶର ଶୂନ୍ୟେ ପେଶିଲା ବୀରବର। ଗଗନ ମାର୍ଗେ ବେନିଶରେ ଭୂମି ଆକାଶ ଅଭ୍ୟନ୍ତରେ। ଅର୍କ ଅନଳ ପ୍ରାୟେ ଦିଶି ବଢ଼ିଲା 10 ଦିଶ ଗ୍ରାସୀ। ସେ ବେନି ଶସ୍ତ୍ର ତେଜୋ ରାଶି ପ୍ରଳୟାନଳ ପ୍ରାୟେ ଦିଶି। ଦହିଲା ପ୍ରାୟେ ତ୍ରିଭୁବନ ତା ଦେଖି ଚକିତ ଅର୍ଜୁନ। କୃଷ୍ଣ କହିଲେ ଶୁଣ ବୀର ଶସ୍ତ୍ରେ ଏ ଶସ୍ତ୍ରକୁ ସଂହର। ଯହୁଁ କହିଲେ ଚକ୍ରପାଣି ତକ୍ଷଣେ ସଂହାରିଲେ ଆଣି। ରଥୁ ଓହ୍ଲାଇ ମହାରୋଷେ ଧାଇଁଲେ ଅଶ୍ୱତ୍ଥମା କେଶେ। ପ୍ରଚଣ୍ଡ ରୂପେ ଶିର ଝୁଣି ଆକର୍ଷି ପାତିଲା ଧରଣୀ। କର ଚରଣ ତନୁ ଛନ୍ଦେ ବେଗେ ବାନ୍ଧିଲା ମାଲବନ୍ଧେ। ଚରଣ ପାଶକୁ ସୁମରି ପଶୁଙ୍କ ପ୍ରାୟେ ବନ୍ଦୀ କରି। ରଥ ଦଣ୍ଡରେ ବାନ୍ଧି ଆଣି ଦେଖି କହନ୍ତି ଚକ୍ରପାଣି। ଏ ବ୍ରହ୍ମବନ୍ଧୁ ବ୍ରହ୍ମଦ୍ରୋହୀ ଏହାକୁ ଦଣ୍ଡେ ହେନ ଥୋଇ। ମନେ ତୁ ଅନ୍ୟ ନ ବିଚାର ବେଗେ ଏହାର ପ୍ରାଣ ହର। ନିର୍ଦ୍ଦୋଷ ବାଳକ ଶୟନେ ଥିଲେ ଯେ ମୁଦ୍ରିତ ଲୋଚନେ। ଏ ନାଶ କଲା ତାଙ୍କ ପ୍ରାଣ ଏବେ କହିବା ପାର୍ଥ ଶୁଣ। ମତ୍ତ ପ୍ରମତ୍ତ ଉନ୍ମତ୍ତ ବାଳବନିତା ନିଦ୍ରାଗତ। ଶରଣାଗତ ରଥହୀନ ସଂଗ୍ରାମେ ଦେଖି ରିପୁଜନ। ଏହାଙ୍କୁ ବଧ ଯେ କରନ୍ତି ଜୀବନ ଥାଉ ସେ ମରନ୍ତି। ପର ଜୀବନ ମାରି ଆଣି ଆତ୍ମାକୁ ପୋଷେ ଯେଉଁ ପ୍ରାଣୀ। ତାର ମରଣେ ହୁଏ ପୁଣ୍ୟ ବେଦେ କହନ୍ତି ବିପ୍ରଜନ। ତୁ ଯେ ଦ୍ରୌପଦୀ ଆଗେ ରହି ପ୍ରତିଜ୍ଞା କଲୁ ଦେହ ବହି। କହିଲୁ ନା କାନ୍ଦ ସୁନ୍ଦରୀ ତୋର ରିପୁକୁ ମୁହିଁ ଧରି। ତାହାର ଶିର କାଟି ବେଗେ ସ୍ଥାପିବି ତୋର ପାଦ ଯୁଗେ। ମୁହିଁ ଯେ ଶୁଣିଅଛି ଏହା ଏବେ ରଖିଲୁ କରି ଦୟା। ବେଗେ ଏହାର ପ୍ରାଣ ହର ନିମିଷେ ବିଳମ୍ବ ନ କର। ଏ ପାପୀ ଆତତାୟୀ ନର ବାଳକ ହନ୍ତାଏ ତୁମ୍ଭର। ଯାହା ଆଶ୍ରୟେ ଭୋଗ କଲା ତାର ବିପଦ ଏ ଚିନ୍ତିଲା। ଏଣୁ ଯେ ଗଣା ପଶୁ ଗଣେ ନିତ୍ୟ ବଞ୍ଚଇ ଘୋର ବଣେ। ଏମନ୍ତ ଧର୍ମ ପରିଚ୍ଛନ୍ନେ କୃଷ୍ଣ କହିଲେ ନାନା ଜ୍ଞାନେ। ଅର୍ଜୁନ ନ ଶୁଣଇ ତାହା ଗୁରୁପୁତ୍ରଙ୍କୁ କରି ଦୟା। ତକ୍ଷଣେ ଉଠି ବୀର ପାର୍ଥ ବନ୍ଧନ କରି ଗୁରୁପୁତ୍ର। ଦ୍ରୌପଦୀ ଆଗେ ନେଇ ଦେଲା ତୋ ରିପୁ ସମ୍ଭାଳ ବୋଇଲା। ଦ୍ରୌପଦୀ ତାର ମୁଖ ଚାହିଁ ତକ୍ଷଣେ ଚିତ୍ତେ ଦୟା ବହି। ପୁତ୍ରଙ୍କ ମୃତ୍ୟୁ ହେତୁ ଏତ ସ୍ୱଭାବେ ଦ୍ରୋଣ ଗୁରୁସୁତ। ଅନ୍ତରେ ନମସ୍କାର କଲା ଅର୍ଜୁନ ମୁଖକୁ ଚାହିଁଲା।
ବୋଇଲା ବେନି କର ଯୋଡ଼ି ବନ୍ଧନ ଦିଅ ବେଗେ ଫେଡ଼ି। ସ୍ୱଭାବେ ବିପ୍ର ଗୁରୁଜନ ବିଶେଷେ ଗୁରୁଙ୍କ ନନ୍ଦନ। ରହସ୍ୟ ଧନୁର୍ବେଦ ଗ୍ରାମ ବିସର୍ଗ ସଂହାର ସଙ୍ଗମ। ସକଳ ଅସ୍ତ୍ରଶାସ୍ତ୍ର କଳା ଯେ ଗୁରୁ ରୂପେ ଶିକ୍ଷା ଦେଲା। ସେହି ଯେ ପୁତ୍ର ରୂପେ ଜାତ ଆତ୍ମାରୁ ଆପଣା ସମ୍ଭୂତ। ସ୍ୱାମୀର ତହୁଁ ଅଧେ ଘେନି ଜଗତେ ଏହାର ଜନନୀ। ଏ ତୋର ଧର୍ମ ଗୁରୁକୁଳ ଏହାକୁ ଭଲେ ପ୍ରତିପାଳ। ଏହାର ଗୌତମୀ ଯେ ମାତା ସେ ପୁଣ୍ୟବତୀ ପତିବ୍ରତା। ରୋଦନ ନ କରୁ ଯେ ଦୁଃଖେ ମୋହରି ପରି ପୁତ୍ର ଶୋକେ। କ୍ଷତ୍ରିୟ ଯେବେ ମୂଢ଼ପଣେ କୋପ କରଇ ବିପ୍ରଗଣେ। ସେ କୋପେ ନିଜ କୁଳ ଦହେ ଏଣୁକେ ବିପ୍ରେ ହିଂସା ବହେ। ଶ୍ରୀସୁତ ଉବାଚ ଦ୍ରୌପଦୀ ଧର୍ମନିଷ୍ଠା ବାଣୀ ହରଷେ ଯୁଧିଷ୍ଠିର ଶୁଣି। ମୌନେ କିଛି ନ କହିଲେ ସେ ଧର୍ମ ଅନ୍ତରେ ଜାଣିଲେ। ଶୁଣି ସକଳ ସହଦେବ ସାତ୍ୟକୀ ଅର୍ଜୁନ ପାଣ୍ଡବ। ଦେବକୀ ପୁତ୍ର ଆଦି କରି କୁନ୍ତୀ ସମେତ ଯେତେ ନାରୀ। ସେଠାରେ ଯେତେ ଜନ ଥିଲେ ଏକଥା ସମର୍ଥନ କଲେ। ଏହାଙ୍କ ମଧ୍ୟେ ଭୀମସେନ କ୍ରୋଧରେ ବୋଲଇ ବଚନ। କୋପେୟ ନାଇଁ କୃଷ୍ଣ ମୁଖେ କହଇ ଅତି ମନ ଦୁଃଖେ। ତୀକ୍ଷ୍ଣ ଖଡ୍ଗେ କାଟି ଶିର ଏହାକୁ ନରଖୁଁ ଉଦ୍ଧର। କି ପ୍ରୟୋଜନ କିସ ଅର୍ଥେ ଏ ପାପ ତରିବ କେମନ୍ତେ। ଶୟନେ ଶିଶୁ ବଧ କଲା ସ୍ୱଭାବେ ବଞ୍ଚୁ ବଞ୍ଚୁ ମଲା। ଦ୍ରୌପଦୀ ତୁଲେ ଚକ୍ରପାଣି ଏ ଧର୍ମ ଭୀମ ମୁଖୁ ଶୁଣି। ଅଳପ ହସି ଭାବଗ୍ରାହୀ କହନ୍ତି ଅର୍ଜୁନଙ୍କୁ ଚାହିଁ। ଶ୍ରୀ ଭଗବାନ ଉବାଚ ମରଣ ଉଚିତ ଏହାର ୟାକୁ ନ ରଖ ବୀରବର। ଯେ ଆତତାୟୀ କର୍ମ କରେ ଅଧର୍ମ ଯୁଦ୍ଧେ ଶସ୍ତ୍ର ଧରେ। ଜୀବନ ଥାଉଁ ସେ ମରନ୍ତି ଅନ୍ତେ ନରକେ ପଡ଼ନ୍ତି। ଏବେ ମୋହର ବୋଲ କର ଯେ ଧର୍ମ ଉଚିତ ଏହାର। ଦ୍ରୌପଦୀ ପୁତ୍ର ଶୋକ ବେଳେ ତୁ ଯେ କହିଲୁ ଅବହେଳେ। ତୋହର ପୁତ୍ର ଶତ୍ରୁ ମାରି ଶିରେ ଚରଣ ପୂଜା କରି। ଖଣ୍ଡିବ ପୁତ୍ର ଶୋକ ତେବେ ମୋର ବଚନ କର ଏବେ। ଶସ୍ତ୍ର ଏହାର ତେଜ ହର ଜୀବନ ମୃତ ପ୍ରାୟ କର। ଶାସ୍ତି ଲାଞ୍ଛନେ ଏ ବିହରୁ ଏ ବିପ୍ର କେବେ ନ ମରୁ। ଶୋକ ନ ଥାଉ କୃଷ୍ଣା ଚିତ୍ତେ ଏକଥା କର ଭୀମ ମତେ। ଏକଥା ମୋହର ସମ୍ମତ ଶୁଣି ଅର୍ଜୁନ କୃତକୃତ୍ୟ। ତକ୍ଷଣେ ଉଠି କୋପ ଭରେ ତୀକ୍ଷ୍ଣ ଖଡ୍ଗ ଘେନି କରେ। କେଶ ଧଇଲା ବାମ ହସ୍ତେ ମଣିଏ ଥିଲା ତାମ ମାଥେ। ଖଡ୍ଗ ଯେ ଘେନି ଦୃଢ଼ ମୁଷ୍ଟି ମଣି ସହିତେ ଶିଖା କାଟି। ଆଣି ସ୍ଥାପିଲା ବାହୁବଳେ ଦ୍ରୌପଦୀ ଦେବୀ ପାଦ ତଳେ। ତକ୍ଷଣେ ବନ୍ଧନ ଫେଡ଼ିଲା ଦ୍ରୌପଦୀ ତା ମୁଖ ଚାହିଁଲା। ବାଳକ ହତ୍ୟା ଦୋଷେ ଛନ୍ନ ମଳିନ ଦିଶେ ତା ବଦନ। ମଣିହରଣେ ତେଜ ଗଲା ନଗରୁ ବେଗେ ପଳାଇଲା। ଦେଶ ବିଦେଶ କରି ହରି ତାକୁ ବାହାର ଦେଶୁ କରି। ବ୍ରାହ୍ମଣ ପ୍ରାଣେ ଏହି ମତେ ମରଣ ଲଭନ୍ତି ଜୀବନ୍ତେ। ଦ୍ରୋଣକୁ ମରେ ଶାସ୍ତି ଦେଇ ଜ୍ଞାତି ବାନ୍ଧବ ରୁଣ୍ଡ ହୋଇ।
सर्वे आकुलपुत्र शोके बाळके घेनी एके एके दहन कले दुःख मने एवे हो शुण मुनिजने चक्षुजन हिते भागवत भियाई रसमय गीत प्रथम स्कंध भागवते सुजन जनकर हिते अमृत कृष्णर चरित कहई विप्र जगन्नाथ। इति श्रीमद्भागवते महापुराणे पारमहंस्यां संहितायां 82 प्रथमस्कन्धे द्रौणीदण्डे नाम 7मोऽध्यायः।